ଏହି ଜାଗା ହେଉଛି ବାସୁଦେବପୁର ପୌରପାଳିକା ୱାର୍ଡ଼ ନମ୍ବର 12 ମହିଷାପଦାରେ। ଏଠାରେ ତୀବ୍ର ବିରୋଧ ସତ୍ତ୍ୱେ ଯେହେତୁ ପାଖରେ ଗୋଟେ ସରକାରୀ ସ୍କୁଲ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ, ସାହୁ ବସ୍ତି, ହରିଜନ ବସ୍ତି, ଅଙ୍ଗନବାଡ଼ି ସେଣ୍ଟର ଏବଂ ମେଳନ ପଡ଼ିଆ ପାଖରେ ଘରଗୁଡ଼ିକ, ବାସଗୃହ ଗୁଡ଼ିକ ଅଛି। ଅଭିଯୋଗ ସତ୍ତ୍ୱେ କିପରି ଭାବରେ ଆକ୍ସନ୍ ପ୍ଲାନ୍ ତିଆରି ହେଲା ଏବଂ ଜେଇ ଅମିନ କେମିତି ନଈ ଗୋଚର ଜାଗା ଉପରେ ପ୍ରସ୍ତୁତ କଲେ ଏଠି 1,67,00,000ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ କରାଗଲା ପାଇଁ ଯୋଜନା ପ୍ରସ୍ତୁତ ହେଲା ଏବଂ କାମ ହୋଇ କେତେ ପରିମାଣରେ ବିଲ୍ ହୋଇଛି ତାହା ତଦନ୍ତ ପରିସରକୁ ଯିବା ଆବଶ୍ୟକ। ଏବଂ ଯେଉଁମାନେ ଆକ୍ସନ୍ ପ୍ଲାନ୍ ତିଆରି କରିଛନ୍ତି ଏବଂ ସେମାନଙ୍କ ଉପରେ କେମିତି ଜେଇଏମି ଉକ୍ତ ପ୍ଲାନ୍କୁ ମଞ୍ଜୁରି ଦେଲେ ଏବଂ ଅଫିସର ବିନା ତଦନ୍ତରେ କେମିତି ନଈ ଉପରେ ଏବଂ ଗୋଚର ଜାଗା ଉପରେ ତିଆରି କଲେ MCC 5P TP ପ୍ଲାନ୍ ଏବଂ ଏ ବାବଦରେ ବହୁତ ଅର୍ଥ ବ୍ୟୟ ହୋଇଛି ଏବଂ ଠିକାଦାରକୁ ସୁହାଇ ତରତର ଭାବରେ ବିଲ୍ କରିବାରେ ସରକାରୀ କଳ ସାହାଯ୍ୟ କରିଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତକୁ ନିଆଯାଉ ଏବଂ ଏହି ବାବଦରେ ବିଧାନସଭାରେ ସ୍ଥାନୀୟ ବିଧାୟକ ପ୍ରଶ୍ନ ଉଠାଇଥିଲେ ଏବଂ ଏହା ବନ୍ଦ ହୋଇଯାଇଛି ବୋଲି ୟା ପୂର୍ବରୁ ଥିବା ଅଧିକାରୀ କହୁଥିଲେ ଏବଂ ଇଏ ଅଧିକାରୀ ବି କହିଥିଲେ ବନ୍ଦ ହୋଇଯାଇଛି। ଆମର ପ୍ରଶ୍ନ ଏହି ବାବଦରେ ଯେଉଁ ପଇସା ସରକାରୀ କଳରୁ ଜନସାଧାରଣଙ୍କ ଟିକସ ପଇସାକୁ ଯେଉଁ ବ୍ୟବହାର କରାଗଲା ଉଚିତ ମାର୍ଗରେ ବ୍ୟବହାର କରାଗଲା ନାହିଁ ଏବଂ ଯଦି ଏଠୁ ବନ୍ଦ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ ବା ହେଇଛି, ଏଠି ଯେଉଁ ପଇସା ଖର୍ଚ୍ଚ ହେଇଛି ସେ ପଇସାଟା ସରକାରୀ ରାଜକୋଷକୁ କେମିତି ଫେରିବ ଏବଂ ଯେଉଁ ଅଫିସର ଜେଇଏମି ବା ଚେୟାରପର୍ସନ୍ ଏମାନଙ୍କର ଯଦି ହାତ ଥାଏ ବା ଏମାନେ ଏ ପ୍ରକାର କରିବାରେ ସହଯୋଗ କରିଛନ୍ତି ଏବଂ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସ୍କୁଲ ବନ୍ଦ ହୋଇଯିବ କିମ୍ବା ଅଙ୍ଗନବାଡ଼ି ପାଖରେ ଗାଁ ଅଛି, ସେଥିପ୍ରତି କର୍ଣ୍ଣପାତ ନକରି ଯେଉଁ ଅର୍ଥକୁ ଆତ୍ମସାତ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଯେଉଁ ଯନ୍ତ୍ରୀ ବା ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିଛନ୍ତି ତାଙ୍କୁ ଚାକିରିରୁ ବହିଷ୍କାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପଇସାକୁ ଅଣାଯାଇ ସରକାରୀ ରାଜକୋଷରେ ଭର୍ତ୍ତି କରାଯାଉ ଏବଂ ଏଥିପ୍ରତି ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଅଣ୍ଡର ସେକ୍ରେଟାରୀ କିମ୍ବା ଜଏଣ୍ଟ ସେକ୍ରେଟାରୀ ସ୍ତରୀୟ ତଦନ୍ତ ହେଲେ ଜନସାଧାରଣ ଉପକୃତ ହେବେ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଏଥିରେ ତଦନ୍ତ କରାଗଲେ ବା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ କିଛି ଫଳ ହେବ ନାହିଁ ବୋଲି ଆମେ ଅନୁଭବ କରୁଛୁ। କାରଣ ତାଙ୍କୁ ଆମେ ବାରମ୍ବାର ଅନୁରୋଧ କରିଛୁ ଏ ପ୍ରକାର ହେଉଛି, ଏଥିପ୍ରତି ସେମାନେ ଗୁରୁତ୍ୱ ଦେଲେ ନାହିଁ। ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରୁଛୁ
ଏଥିପ୍ରତି ଗୁରୁତ୍ୱ ଦେଇ ଯେଉଁମାନେ ସରକାରୀ ଅର୍ଥକୁ ଆତ୍ମସାତ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।